କଲିଜା ଖିଆ ବିଲୁଆ। ବହୁତ ଦିନ ପୂର୍ବରୁ ଗୋଟିଏ ଘନ ଜଙ୍ଗଲ ଥିଲା। ସେହି ଜଙ୍ଗଲରେ ବଡ଼ ବଡ଼ ଶାଳ ଗଛ, ବଟ ଗଛ, ଆମ୍ବ ଗଛ ଓ ଝରଣା ଥିଲା। ସକାଳେ ପକ୍ଷୀମାନେ କୁହୁ କୁହୁ କରୁଥିଲେ। ସନ୍ଧ୍ୟା ହେଲେ ଝିଁ ଝିଁ ପୋକ ଆଲୋକ ଜଳାଉଥିଲେ। ସବୁ ପଶୁ ମିଳିମିଶି ଖୁସିରେ ରହୁଥିଲେ। କିନ୍ତୁ ସେହି ଜଙ୍ଗଲରେ ଥିଲା ଜଣେ ଭୟଙ୍କର ଚତୁର ବିଲୁଆ। ତାର ନାଁ କେହି ଠିକରେ ଜାଣିନଥିଲେ। ସମସ୍ତେ ତାକୁ କଲିଜାଖିଆ ବିଲୁଆ ବୋଲି ଡାକୁଥିଲେ। କାହିଁକି ନା କାରଣ ସେ ସବୁବେଳେ ଛାତି ଫୁଲାଇ କହୁଥିଲା, ମୁଁ ସାଧାରଣ ମାଂସ ଖାଏନି, ମୁଁ କେବଳ କଲିଜା ଖାଏ, ସେଥିରେ ମଧ୍ୟ ସାହସୀ ପଶୁଙ୍କ କଲିଜା। ଛୋଟ ପଶୁମାନେ ଏହା ଶୁଣି ଭୟରେ ଥରଥର କମ୍ପୁଥିଲେ। ଠେକୁଆମାନେ ଗୁହରେ ଲୁଚି ଯାଉଥିଲେ। କୁକୁଡ଼ା ଗଛ ଉପରେ ଚଢ଼ି ଯାଉଥିଲା। ମାଙ୍କଡ଼ମାନେ ଲାଞ୍ଜ ଧରି ଦୌଡ଼ି ପଳାଉଥିଲେ। ବିଲୁଆ ଏହା ଦେଖି ଭାରି ଖୁସି ହୁଏ। ସେ ଭାବୁଥିଲା, ଭୟ ଦେଇ ଖାଇବା ମିଳୁଛି, ତାହେଲେ ଶିକାର କରି କଷ୍ଟ କାହିଁକି କରିବି? ଗୋଟିଏ ଦିନ ଦୁଇଟି ଠେକୁଆ ନଦୀ କୂଳେ ଘାସ ଖାଉଥିଲେ। ବିଲୁଆ ଧୀରେ ଧୀରେ ଯାଇ ହୁଁ କରି ଗର୍ଜିଲା। ଠେକୁଆମାନେ ଡରି ଉଠିଲେ। ବିଲୁଆ ଆଖି ଲାଲ କରି କହିଲା, ଆଜି ମୋତେ ଭୟଙ୍କର ଭୋକ ଲାଗୁଛି, କାହାର କଲିଜା ଖାଇବି ଭାବୁଛି। ଗୋଟିଏ ଠେକୁଆ କାନ୍ଦି କହିଲା, ମାମୁଁ, ଆମେ ତ ଛୋଟ ପିଲା, ଆମକୁ ଛାଡ଼ି ଦିଅ। ବିଲୁଆ ମୁଛ ଘୁଞ୍ଚାଇ କହିଲା, ଛାଡ଼ିଦେବି, କିନ୍ତୁ ମୋ ପାଇଁ ଦୁଇଟି ମୋଟା କୁକୁଡ଼ା ନେଇ ଆସିବାକୁ ପଡ଼ିବ। ଠେକୁଆମାନେ ଦୌଡ଼ି ପଳାଇଗଲେ। ସେହି ଦିନଠୁ ଜଙ୍ଗଲରେ ଖବର ଖେଳିଗଲା ଯେ କଲିଜା ଖିଆ ବିଲୁଆ ବହୁତ ଭୟଙ୍କର। ଗୋଟେ ସକାଳେ ଜଣେ ମାଙ୍କଡ଼ ଗଛ ଉପରେ ବସି କଦଳୀ ଖାଉଥିଲା। ବିଲୁଆ ତଳେ ଆସି କହିଲା, ହେ ମାଙ୍କଡ଼, ତୋର କଲିଜା ନିଶ୍ଚୟ ମିଠା ହେବ। ମାଙ୍କଡ଼ ଡରିଗଲା, କିନ୍ତୁ ସେ ଟିକେ ଚତୁର ଥିଲା। ସେ କହିଲା, ମାମୁଁ, ମୋର କଲିଜା ତ ଘରେ ରହିଯାଇଛି। ବିଲୁଆ ଆଶ୍ଚର୍ଯ୍ୟ ହୋଇ କହିଲା, କ'ଣ? କଲିଜା ଘରେ ରହିଯାଇଛି? ମାଙ୍କଡ଼ କହିଲା, ହଁ ମାମୁଁ, ଆଜି ସକାଳେ ତଡ଼ା ହୁଡ଼ିରେ ଆସିଗଲି। ବିଲୁଆ ମୂର୍ଖ ଭଳି କହିଲା, ତାହେଲେ ଶୀଘ୍ର ଯାଇ ଆଣ। ମାଙ୍କଡ଼ ହସି ହସି ଗଛରୁ ଗଛକୁ ଡିଆଁ ମାରି ପଳାଇଗଲା। ସବୁ ପକ୍ଷୀ ହସି କହିଲେ, ଆରେ, ବିଲୁଆକୁ ମାଙ୍କଡ଼ ଠକିଦେଲା। ବିଲୁଆ ଲଜ୍ଜାରେ ଗଜ ଗଜ କରି ଚାଲିଗଲା। ସେହି ଜଙ୍ଗଲର ରାଜା ଥିଲା ଜଣେ ସିଂହ। ତାର ନାଁ ଥିଲା ସିଂହେଶ୍ୱର। ତାର ଗର୍ଜନ ଶୁଣିଲେ ଗଛର ପତ୍ର କମ୍ପି ଯାଉଥିଲା। ସିଂହ ବହୁତ ନ୍ୟାୟବାନ ଥିଲା। କେହି କାହାକୁ ଅନ୍ୟାୟ କଲେ ସେ ସହିପାରୁ ନଥିଲା। ଗୋଟେ ଦିନ ଠେକୁଆ, ହରିଣ, ମାଙ୍କଡ଼ ଓ କୁକୁଡ଼ାମାନେ ସିଂହ ପାଖକୁ ଗଲେ। ଠେକୁଆ କାନ୍ଦି କହିଲା, ମହାରାଜ,
କଲିଜା ଖିଆ ବିଲୁଆ ଆମକୁ ଭୟ ଦେଇ ସବୁ ଖାଦ୍ୟ ନେଇଯାଉଛି। ଏ କଥା ଶୁଣି ସିଂହ ରାଗିଗଲା। କ'ଣ, ମୋ ଜଙ୍ଗଲରେ ଏତେ ସାହସ? ସେ ବିଲୁଆକୁ ତୁରନ୍ତ ଡକାଯାଉ। ସେ ତୁରନ୍ତ ବିଲୁଆକୁ ଡାକିଲା। ବିଲୁଆ ଆସି ଛାତି ଫୁଲାଇ କହିଲା, ମହାରାଜ, ମୁଁ ତ ଭୟଙ୍କର ଶିକାରୀ। ମୁଁ କଲିଜା ଖାଇ ରହେ। ସିଂହ ହସି କହିଲା, ତାହେଲେ ଆଜି ମୋର କଲିଜା ଖାଇ ଦେଖ। ଏହା ଶୁଣି ବିଲୁଆର ମୁହଁ ଶୁଖିଗଲା। ତାର ଲାଞ୍ଜ କମ୍ପିବାକୁ ଲାଗିଲା। କିନ୍ତୁ ସେ ଭୟ ଲୁଚାଇ କହିଲା, ମହାରାଜ, ଆପଣଙ୍କ କଲିଜା ତ ବହୁତ ବଡ଼। ଏତେ ବଡ଼ କଲିଜା ଖାଇବାକୁ ମୋତେ 3 ଦିନ ଉପବାସ କରିବାକୁ ପଡ଼ିବ। ସିଂହ ବୁଝିଗଲା ଯେ ବିଲୁଆ ପୁରା ମିଛ କହୁଛି। ପରଦିନ ଜଙ୍ଗଲରେ ବଡ଼ ସଭା ବସିଲା। ସବୁ ପଶୁ ଆସିଲେ। ମାଙ୍କଡ଼ମାନେ ଗଛ ଉପରେ ବସିଲେ। ଠେକୁଆମାନେ ଘାସ ଉପରେ ବସିଲେ। ପକ୍ଷୀମାନେ ଡାଳରେ ବସିଲେ। ସିଂହ ଗର୍ଜନ କରି କହିଲା, ଆଜି କଲିଜା ଖିଆ ବିଲୁଆ ମୋର କଲିଜା ଖାଇବ। ସବୁଠି ନୀରବତା। ବିଲୁଆ ଧୀରେ ଧୀରେ ସିଂହ ପାଖକୁ ଗଲା। ତାର ପାଦ କମ୍ପୁଥିଲା। ହଠାତ୍ ସିଂହ ଏମିତି ଗର୍ଜନ କଲା ଯେ ହାଉ ହାଉ ହୋଇ ଭୟରେ ବିଲୁଆ 3ଟି କୁଦା ମାରି ସିଧା କାଦୁଅ ଗଡ଼ିରେ ପଡ଼ିଗଲା ଛପାକ୍ କରି। ତାର ମୁହଁ, କାନ, ଲାଞ୍ଜ ସବୁ କାଦୁଅରେ ଭରିଗଲା। ମାଙ୍କଡ଼ ହସି ଗଛରୁ କହିଲା, ଆରେ କଲିଜା ଖିଆ ବିଲୁଆ ତ ଆଜି କାଦୁଅ ଖିଆ ବିଲୁଆ ହେଇଗଲା। ସବୁ ପଶୁ ହୋ ହୋ କରି ହସିବାକୁ ଲାଗିଲେ। ଜଣେ ଠେକୁଆ କହିଲା, ମାମୁଁ, ଆପଣଙ୍କ କଲିଜା କାଦୁଅରେ ପଡ଼ିଗଲାଣି କି? ଆଉ ଜଣେ ମାଙ୍କଡ଼ କହିଲା, ନା ନା, କଲିଜା ଭୟରେ ପଳାଇଗଲା। ସବୁଠି ହସର ଝଡ଼ ଲାଗିଗଲା। ବିଲୁଆ ଲଜ୍ଜାରେ ମୁଣ୍ଡ ନୁଆଇଁ ଦେଲା। ସିଂହ ଶାନ୍ତ ଭାବେ କହିଲା, ମିଛ ଗପ ମାରି ଓ ଭୟ ଦେଇ କେହି ବଡ଼ ହୋଇପାରେନି। ସତ ସାହସୀ ଲୋକ କେବେ ଦୁର୍ବଳଙ୍କୁ ଭୟ ଦେଉନଥାଏ। ବିଲୁଆ କାନ ଧରି କହିଲା, ମହାରାଜ, ଆଜିଠୁ ମୁଁ ଆଉ କାହାକୁ ଭୟ ଦେବିନି। ସେହି ଦିନଠୁ ବିଲୁଆ ସମସ୍ତଙ୍କ ସହ ଭଲରେ ମିଶି ରହିଲା। ଆଉ ଜଙ୍ଗଲରେ ଶାନ୍ତି ଫେରି ଆସିଲା। ଏହି ଗପଟିରୁ ଆମମାନଙ୍କୁ ଶିକ୍ଷା ମିଳୁଛି ଯେ ମିଛ ଗର୍ବ ଓ ଭୟ ଦେଇ କେହି ବଡ଼ ହୋଇପାରେନି। ସତ୍ୟ ଓ ନମ୍ରତା ସବୁଠାରୁ ବଡ଼। ଧନ୍ୟବାଦ।